ସନ୍ତୋଷ କୁମାର ବରା ମାଲକାନଗିରି ଯାଉଥିଲୁ ଧାନ ନେଇକି ଯେ ରାସ୍ତା ନୂଆ ରାସ୍ତା ଦେଖିଲୁ ବୋଲି ଆମେ ଆସିଲୁ ଏଇପଟେ ଆସିଲୁ ଯେମିତି ରୋଡ ଉପରେ କିନା ଗାଡି ଏକା ଦବିଗଲା। କଣ ଜିନିଷ ନଉଥିଲେ କେତେ ଲୋଡ ଥିବ? ଧାନ ନଉଥିଲୁ 12 ଟନ ମାଲ ଥିଲା। ଖଣ୍ଡ ଲୋଡ ମାଲ ନେଇକି ଯାଉଥିଲୁ ଗାଡି ରୋଡ ଉପରେ ସଡନ ଦବିଗଲା ଆଉ। କେତେ ଗୋଟେ ଘଟଣା ଏଇଟା? 7ଟା 7ଟା 7:30 ଭିତରେ ହବ। ସନ୍ଧ୍ୟା ଆଜ୍ଞା ଯେତେବେଳେ ଦବିଲା ଆପଣ କେମିତି ଗାଡିଟା କେମିତି ଫିଲ୍ ହେଲା କଣ ହେଲା? ଫିଲ୍ ହେଲା କଣ ଆମେ ଆଜ୍ଞା 2 ଜଣ ଥିଲୁ ହେଲ୍ପର ଡ୍ରାଇଭର 2 ଜଣ ଥିଲୁ। ଗାଡି ଯୋଉ ରେଟରେ ଦବିଗଲା ଆଉ ଆମକୁ ଭୟ ଲାଗିଲା ଆମେ ମରିଯାଇଥାନ୍ତୁ। ପୁରା ଗାଡି ପଲଟିଆ ଉପରେ ହେଇଯାଇଛି। କଣ କେମିତି ଓଲିରେ ନା ଲୋକ ଆସି ରେସ୍କ୍ୟୁ କଲା କଣ କେମିତି ହେଲା କୁହନ୍ତୁ? ଭାଇ ରେସ୍କ୍ୟୁ ବାଲା କେହି ନାହାନ୍ତି ଆଉ ଆମର ଯୋଉ ସରକାରଙ୍କୁ ଟିକେ ଅନୁରୋଧ ରାସ୍ତା ଟିକେ ଭଲରେ କରନ୍ତୁ। ନୂଆ ରାସ୍ତା ନା ଗାଡି ଦବି ଯାଉଛି। ଗାଡି ଜିତିବ ନା ଯିବ ନା ନାଇଁ? ନାଇଁ ଗାଡି ଉଠିବ ନାହିଁ ଟୋଚନ କାଲି ସକାଳ ଆଇଲେ ଏକା ଗାଡି ଉଠିବ। ତେବେ କଣ କରୁଛନ୍ତି ବର୍ତ୍ତମାନ ଏବେ? କଣ ରହିବୁ ଏଠେଇକିନା ରାତିରେ ଆଉ। ନାଇଁ ଆଉ ଗୋଟେ ଗାଡି ସିଫ୍ଟ କରୁଛନ୍ତି ନା କଣ ହଁ ଚାଲିଛି? ଧାନ ଆଉ ଗୋଟେ ଗାଡିକି ସିଫ୍ଟ କରୁଛୁ ବର୍ଷାରେ। ତାହେଲେ ଏଥିରେ ରିସ୍କ ରହୁଛି ନା ଆପଣ ମାନଙ୍କର ଲାଇଫ? ରିକ୍ସ ରହୁଛି ତ ଆଉ କଣ କରିବୁ ଦେଖୁନାହାନ୍ତି ଗାଡି କେମିତି ଦବିକି ଅଛି। ନାଇଁ ହଠାତ୍ ଦବିଗଲା ନା ଆପଣ ସାଇଡ ଗାଡି ପଳେଇଲା ନା ପୁରା ରାସ୍ତାରେ ନାଇଁ ଅଛନ୍ତି? ନାଇଁ ହଠାତ୍ କିନା ଗାଡି ରାସ୍ତା ଉପରେ ଦବିଗଲା। ସେଠୁ ଗାଡି ଟାଣିଲାନି ନା କଣ ହେଲା? ଆଜ୍ଞା ଗାଡି ଟାଣିଲାନି ନା କଣ ଦବିଲା ପରେ? ନା ଗାଡି ଦବିଗଲା ଗାଡି ପୁରା ପଲଟି ଯାଇଥାନ୍ତା। ହଁ ପଲଟି ଯାଇଥାନ୍ତା ଆମେ ଡ୍ରାଇଭର ହେଲ୍ପର ଓହ୍ଲେଇକି ପଳେଇଆଇଲୁ ଦୌଡ଼ିକି। ମାନେ ଡେଇଁଲେ ନା କଣ କେମିତି ଡେଇଁ ଗାଡି ରହିଗଲା ପଇଲୁ। ପରେ? ମାନେ ଏମିତି କେବେ ଆପଣ ହେଇଥିଲା ନା ମୋ ଜୀବନରେ ଏମିତି କେବେ ଘଟି ନଥିଲା ସଡନ ଏଇଟା ହେଲା ଆଜି ଫାର୍ଷ୍ଟ ଟାଇମ।